ସବୁଠାରୁ ବଡ଼ ପାପ କିଏ? ସ୍ତ୍ରୀ ନା ପୁରୁଷ? ଗୋଟିଏ ଜଙ୍ଗଲରେ ଗୋଟିଏ ଶୁଆ ଏବଂ ଶାରୀ ଏକାଠି ରହୁଥିଲେ। ସେମାନଙ୍କ ମଧ୍ୟରେ ବହୁତ ଭଲ ପାଇବା ଥିଲା। ଦିନେ କିଛି ବିବାଦ ହେତୁ ଶୁଆ ଏବଂ ଶାରୀ ମଧ୍ୟ ଝଗଡ଼ା ହୋଇଗଲା। ଶୁଆ କହିଲା ଯେ ଏହି ଦୁନିଆର ସବୁଠାରୁ ବଡ଼ ପାପୀ ଏବଂ ଅବିଶ୍ୱାସୀ ହେଉଛନ୍ତି ନାରୀ। ନାରୀ ଉତ୍ତର ଦେଲା ଯେ ଏହି ଦୁନିଆରେ ସବୁଠାରୁ ପାପୀ ଏବଂ ଅବିଶ୍ୱାସୀ ହେଉଛନ୍ତି ପୁରୁଷମାନେ। ଯେତେବେଳେ ଅହିଂସାଙ୍କ ଭିତରୁ ଝଗଡ଼ା ବଢ଼ିବାକୁ ଲାଗିଲା, ସେତେବେଳେ ସେମାନେ ସେମାନଙ୍କର ବିବାଦ ସମାଧାନ ପାଇଁ ଭଗବାନ ଶିବଙ୍କ ପାଖକୁ ଗଲେ ଏବଂ ନିଜ କଥା ଜଣାଇଲେ। ଭଗବାନ ଶିବ ଶୁଆକୁ କହିଲେ, ତୁମେ କେମିତି କହିପାରୁଛ ଯେ ଦୁନିଆରେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ପାପୀ ଏବଂ ଅବିଶ୍ୱାସୀ? ସେତେବେଳେ ଶୁଆ କହିଲା, ମୁଁ ଏହି ପ୍ରସଙ୍ଗରେ ଗୋଟିଏ କାହାଣୀ କହିବାକୁ ଚାହୁଁଛି। ମାତା ପାର୍ବତୀ ଆସି କହିଲେ, ମୁଁ ମଧ୍ୟ ଏହି କାହାଣୀ ଶୁଣିବାକୁ ଚାହୁଁଛି। ତାପରେ ଭଗବାନ ଶିବ କହିଲେ, ଠିକ୍ ଅଛି। ତାପରେ ଶୁଆ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସମ୍ମୁଖରେ କାହାଣୀ ବର୍ଣ୍ଣନା କରିବା ଆରମ୍ଭ କଲେ। ଏକ ରାଜ୍ୟରେ ଅଗ୍ରସେନ ନାମକ ଜଣେ ରାଜା ଶାସନ କରୁଥିଲେ। ତାଙ୍କର 4 ପୁତ୍ର ଥିଲେ, ଯେଉଁମାନେ ସମସ୍ତେ ଅତ୍ୟନ୍ତ ସାହସୀ ଏବଂ ଭବ୍ୟ ଥିଲେ। କିନ୍ତୁ ବଡ଼ ପୁତ୍ର, ଯାହାର ନାମ ଚନ୍ଦ୍ରସେନ ଥିଲା, ତାହା କେବଳ ଭବ୍ୟ ନୁହେଁ ବରଂ ମହିମୟ ମଧ୍ୟ, ଏବଂ ତାଙ୍କ ପତ୍ନୀ ଚନ୍ଦ୍ରପ୍ରଭା ମଧ୍ୟ ଅତ୍ୟନ୍ତ ସୁନ୍ଦରୀ ଥିଲେ। ସେ ତାଙ୍କ ସମ୍ମୁଖରେ ଅନ୍ୟ କୌଣସି ନାରୀଙ୍କୁ ସୁନ୍ଦର ମନେ କରୁନଥିଲେ। ଦିନେ ରାଜା ଅଗ୍ରସେନ ତାଙ୍କ ପୁତ୍ର ଚନ୍ଦ୍ରସେନକୁ କୌଣସି କଥାରେ ରାଗି ଯାଇ ରାଜ୍ୟରୁ ବହିଷ୍କାର କରିବାକୁ ଆଦେଶ ଦେଲେ। ତାଙ୍କ ଏହି ଆଦେଶ ଶୁଣି ସମସ୍ତେ ଏ ବିଷୟରେ ଚିନ୍ତିତ ହେଲେ। ତାପରେ ଚନ୍ଦ୍ରସେନ ବହୁତ ଦୁଃଖିତ ହୋଇଗଲେ। ତାଙ୍କ ଦୁଃଖ ଦେଖି ତାଙ୍କ ପତ୍ନୀ ପଚାରିଲେ, ପ୍ରାଣନାଥ, ତୁମେ କାହିଁକି ଏତେ ଥକି ଯାଇଛ? ରାଜକୁମାରୀ ହେବା ପରେ ତୁମେ ଏମିତି ଚିନ୍ତିତ କାହିଁକି? ତାପରେ ଚନ୍ଦ୍ରସେନ ନିଜ ପତ୍ନୀକୁ ସବୁ କିଛି କହିଲେ। ଚନ୍ଦ୍ରପ୍ରଭା ତାଙ୍କ ସ୍ୱାମୀ ରାଜକୁମାର ଚନ୍ଦ୍ରସେନକୁ କହିଲେ, ଚନ୍ଦ୍ରସେନ, ଯଦି ତୁମେ ମୋତେ ଦାସୀଙ୍କ ପାଖରେ ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯିବ, ତେବେ ମୁଁ ତୁମ ବିନା କିପରି ବଞ୍ଚିପାରିବି? ମୁଁ ମଧ୍ୟ ତୁମ ସହିତ ଯିବି। ତେବେ ରାଜକୁମାର ଚନ୍ଦ୍ରସେନ କହିଲେ ଯେ ଅନ୍ୟ ରାଜ୍ୟର ଅନେକ ପ୍ରକାର ସଙ୍କଟ ରହିଛି। ତୁମେ ମୋ ସହିତ କିପରି ଚାଲିପାରିବ? ଏବଂ ତୁମେ ବହୁତ କୋମଳ, ସର୍ବଦା ମହଲରେ ରହି ଆସିଛ। ତୁମେ ଏହି ଦୁଃଖକୁ କିପରି ସହ୍ୟ କରିପାରିବ? ରାଣୀ ଚନ୍ଦ୍ରପ୍ରଭା କହିଲେ, ପ୍ରୀତମ, ଅନ୍ୟ ରାଜ୍ୟରେ ଆସୁଥିବା ସମସ୍ତ ଦୁଃଖ ତୁମ ସାଥିରେ ରହି ଅଧିକ ଆନନ୍ଦଦାୟକ ଲାଗିବ। ନଚେତ୍ ତୁମ ଜଙ୍ଗଲର ଦୁଃଖ ଅପେକ୍ଷା ରାଜପ୍ରସାଦର ସୁଖ ଅଧିକ ଭୟାନକ ଦେଖାଯିବ। ତେଣୁ ମଧ୍ୟ ତୁମ ସହିତ ଯିବି। ରାଜକୁମାର ଚନ୍ଦ୍ରସେନ ଏ ସବୁ କଥା ଭାବି ପତ୍ନୀ ଚନ୍ଦ୍ରଭାନୁଙ୍କୁ କହିଛନ୍ତି, ତୁମେ ମନ ଦୁଃଖ କର ନାହିଁ, ମୁଁ ତୁମକୁ ସାଙ୍ଗରେ ନେବି। ଚନ୍ଦ୍ରପ୍ରଭା ଏଥିରେ ଖୁସି ହୋଇ ସ୍ୱାମୀଙ୍କ ସହ ଯିବାକୁ ପ୍ରସ୍ତୁତି ଆରମ୍ଭ କଲେ। ପରଦିନ ସକାଳେ ସେମାନେ ରାଜ୍ୟରୁ ବାହାରି ଏକ ଜଙ୍ଗଲରେ ପହଞ୍ଚିଥିଲେ। ସେମାନେ ଚାଲିବା ସମୟରେ ଥକି ଯାଇ ଗୋଟିଏ ବରଗଛ ତଳେ ବିଶ୍ରାମ ନେବାକୁ ସ୍ଥିର କଲେ, କାରଣ ସେମାନେ ବହୁତ ଥକି ଯାଇଥିଲେ। ଥଣ୍ଡାରେ ପବନ ବହୁଥିବାରୁ ତାଙ୍କୁ ତୁରନ୍ତ ନିଦ ହୋଇଗଲା। କିନ୍ତୁ କିଛି ସମୟ ପରେ ସେଠାରେ ଏକ ସାପ ରାଣୀଙ୍କୁ କାମୁଡ଼ି ଦେଲା। ତାପରେ ଶୁଆ କହିଲା, ପ୍ରଭୁ ଆଗକୁ ଶୁଣନ୍ତୁ। ସାପ କାମୁଡ଼ିବା ଯୋଗୁଁ ରାଣୀ ଯନ୍ତ୍ରଣା ଭାଙ୍ଗିବାକୁ ଲାଗିଲେ। ଏହି ଚନ୍ଦ୍ରସେନଙ୍କ ନିଦ ଭାଙ୍ଗିଲା ପରେ ଚନ୍ଦ୍ରସେନ ରାଣୀଙ୍କୁ ଯନ୍ତ୍ରଣାରେ ଦେଖି ଏବଂ ସାପକୁ ଯାଉଥିବା ଦେଖି ଅସ୍ଥିର ହୋଇଗଲେ। ତାପରେ କିଛି ସମୟ ପରେ ରାଣୀଙ୍କ ମୃତ୍ୟୁ ଘଟିଲା। ମୃତ ରାଣୀଙ୍କୁ ଦେଖି ଚନ୍ଦ୍ରସେନ ଜୋରରେ କାନ୍ଦିବାକୁ ଲାଗିଲେ। ତାପରେ କାନ୍ଦି ଶୁଣି ଜଙ୍ଗଲର ପଶୁମାନେ ତାଙ୍କୁ ଖାଇବାକୁ ଆସିଲେ। ତାପରେ ଚନ୍ଦ୍ରସେନ ମନରେ ଭାବିଲେ ଯେ ଯଦି ଜୀବନ ସାଥୀ ମରିଗଲେଣି, ତେଣୁ ମୁଁ ଆଉ ବଞ୍ଚିକି କ'ଣ କରିବି? ତେଣୁ ମୁଁ ମଧ୍ୟ ଏହି ଜଙ୍ଗଲରେ ପ୍ରାଣ ତ୍ୟାଗ କରିଦେବି। ତାପରେ ସେ ରାଣୀଙ୍କ ମୃତଦେହ ପାଖରୁ ଉଠି ଜଙ୍ଗଲରୁ କାଠ ସଂଗ୍ରହ କରିବା ଆରମ୍ଭ କଲେ ଏବଂ କାନ୍ଦି କାନ୍ଦି କହିଲେ, ମୁଁ ମଧ୍ୟ ରାଣୀଙ୍କ ଚିତାରେ ଜଳି ପ୍ରାଣ ତ୍ୟାଗ କରିଦେବି।
କରିବି। ଠିକ୍ ସେହି ସମୟରେ ସ୍ୱର୍ଗରୁ ଜଣେ ଦେବଦୂତ ଆସି ତାଙ୍କୁ କାନ୍ଦୁଥିବାର ଦେଖି ସେ ରାଜକୁମାର ଚନ୍ଦ୍ରସେନଙ୍କ ପାଖକୁ ଯାଇ ପଚାରିଥିଲେ, ତୁମେ କାହିଁକି କାନ୍ଦୁଛ? ତୁମର ଦୁଃଖ କ'ଣ? ରାଜକୁମାର ଚନ୍ଦ୍ରସେନ ଦୂରକୁ କହିଲେ, ମୋର ଦୁଃଖ ସହିବାର ସାମର୍ଥ୍ୟ ନାହିଁ। ମୁଁ ଚାହେଁ ଏହି ପୃଥିବୀ ଫାଟିଯାଉ ଏବଂ ମୁଁ ସେଥିରେ ସମାହିତ ହୋଇଯାଏ। ତାପରେ ଦୂତ କହିଲେ, ତୁମେ ମୋତେ ନିଜ ଦୁଃଖ କୁହ, ହୁଏତ ମୁଁ ତୁମକୁ ସାହାଯ୍ୟ କରିପାରିବି। ତାପରେ ଚନ୍ଦ୍ରସେନ କହିଲେ, ମହାରାଜ, ମୁଁ ଜଣେ ରାଜକୁମାର ଏବଂ ରାଜା ଉଗ୍ରସେନଙ୍କ ପୁତ୍ର। ଏଠାକୁ ଆସିବାର ପରେ ମୋର ପତ୍ନୀଙ୍କୁ ସାପ କାମୁଡ଼ି ଦେଇଛି ଏବଂ ସେ ମୃତ୍ୟୁବରଣ କରିଛନ୍ତି ଏବଂ ମୁଁ କାଠ ସଂଗ୍ରହ କରୁଛି, ଯାହାଦ୍ୱାରା ମୁଁ ମୋ ପତ୍ନୀଙ୍କ ସହିତ ନିଜକୁ ଦାହ କରିପାରିବି ଏବଂ ନିଜକୁ ମଧ୍ୟ ନିଆଁରେ ସମାହିତ କରିପାରିବି। ତାପରେ ଦୂତ କହିଲେ, ଦିନେ ନା ଦିନେ ଏହି ଶରୀରକୁ ତ୍ୟାଗ କରିବାକୁ ପଡ଼ିବ। ଆପଣ ମଧ୍ୟ ଜାଣନ୍ତି ଯେ ଏହି ଦୁନିଆରେ କେହି କାହା ସହିତ ଆସନ୍ତି ନାହିଁ କି କାହା ସହିତ ଯାଆନ୍ତି ନାହିଁ। ତଥାପି ଆପଣ ମୂର୍ଖ ଭଳି ଏପରି କଥା କହୁଛନ୍ତି। ତୁମେ ବଞ୍ଚି ରହିଲେ ତୁମକୁ ଅନେକ ରାଣୀ ମିଳିବେ, ତେଣୁ ମରିବାର ଧାରଣା ଛାଡ଼ିଦିଅ। ଭଗବାନ ମଧ୍ୟ ଏହି ମାନବ ଶରୀରରେ ପାଇବା ପାଇଁ ଇଚ୍ଛୁକ ଥାଆନ୍ତି। ତ ତୁମେ ଏହି ଶରୀରକୁ ନଷ୍ଟ କରିବାକୁ ଚାହୁଁଛ କି? ଏପରି କଥା ଦେବତାଙ୍କ ଠାରୁ ଶୁଣିବା ପରେ ଚନ୍ଦ୍ରସେନ କୁହନ୍ତି, ମହାରାଜ, ତୁମେ ଯାହା କହିଛ ତାହା ସତ, କିନ୍ତୁ ମୁଁ କୌଣସି ଜନ୍ମରେ ମଧ୍ୟ ଏହିପରି ପବିତ୍ରତା ପତ୍ନୀ ପାଇବି ନାହିଁ, ତେଣୁ ମୁଁ ବି ମୋ ପତ୍ନୀ ସହିତ ମରିଯିବି। ଚନ୍ଦ୍ରସେନଙ୍କ ଏହି ଚିନ୍ତାଧାରା ଶୁଣି ଦୂତ ଜାଣିପାରିଲେ ଯେ ସେ ସେହି ପତ୍ନୀଙ୍କ ବିନା ବଞ୍ଚିପାରିବେ ନାହିଁ। ଦେବଦୂତ ଚନ୍ଦ୍ରସେନଙ୍କୁ କହିଲେ, ରାଜକୁମାର, ତୁମେ ତମ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ କେବଳ ଗୋଟିଏ ଉପାୟ ଅଛି। ବର୍ତ୍ତମାନ ମୋ କଥା ମାଧ୍ୟମରେ ସହ ଶୁଣ। ଯଦି ତୁମେ ଏହି ଉପଚାର କରିପାରିବ, ତେବେ ତୁମ ରାଣୀ ବଞ୍ଚିପାରିବେ। ତାପରେ ଚନ୍ଦ୍ରସେନ କହିଲେ, ମହାରାଜ, ଆପଣ ମୋତେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି। ତାପରେ ଦୂତ କହିଲେ, ତୁମର ରାଣୀଙ୍କ ଆୟୁଷ ମାତ୍ର 20 ବର୍ଷ ଥିଲା ଏବଂ ସେ ଏହାକୁ ବିତାଇ ସାରିଥିଲେ ଏବଂ ତୁମର ଆୟୁଷ 70 ବର୍ଷ ଅଛି। ସେଥିମଧ୍ୟରୁ 300 ବର୍ଷ ବିତିଗଲାଣି। ତୁମ ଜୀବନ କାଳରେ ଏବେ ବି 40 ବର୍ଷ ବାକି ଅଛି, ଅର୍ଥାତ୍ ତୁମ ପାଖରେ 40 ବର୍ଷ ଅଧିକ ବଞ୍ଚିବାର ସୁଯୋଗ ଅଛି। ଯଦି ତୁମେ ତୁମର ଜୀବନର ଅଧା ତୁମ ପତ୍ନୀକୁ ପ୍ରଦାନ କର, ତେବେ ତୁମ ଦୁହିଁଙ୍କ ଆୟୁଷ ସମାନ ହୋଇଯିବ। ଯଦି ତୁମେ ଏହାକୁ ଗ୍ରହଣ କରିବ, ତେବେ ରାଣୀ ଖୁବ୍ ଶୀଘ୍ର ଭଲ ହୋଇଯିବେ। ଦେବଦୂତଙ୍କ କଥା ଶୁଣିବା ପରେ ରାଜକୁମାର ଚନ୍ଦ୍ରସେନ କହିଲେ, ମୁଁ ରାଜି। ତାପରେ ଦେବଦୂତ ଚନ୍ଦ୍ରସେନଙ୍କ ହାତରେ ପାଣି ଦେଇ ନିଜର 20 ବର୍ଷ ଆୟୁଷ ରାଣୀଙ୍କୁ ଦେବା ପାଇଁ ରାଣୀଙ୍କୁ ପାତ୍ର ପାଣି ଢାଳିବାକୁ ସଂକଳ୍ପ କରିଦେଲେ। ଯେତେବେଳେ ଚନ୍ଦ୍ରସେନ ସଂକଳ୍ପ କରିଦେଲେ, ଦେବଦୂତ କହିଲେ, ପ୍ରଥମେ ଗୋଟିଏ କଥାକୁ ଧ୍ୟାନ ସହ ବୁଝ। ଏଥିରେ ଏକ ଗୁପ୍ତ ରହସ୍ୟ ମଧ୍ୟ ରହିଛି। ଏବେ ତୁମକୁ ରାଣୀଙ୍କ ଆବଶ୍ୟକତା ଅଛି। ତୁମେ ତାଙ୍କୁ ପାଣିରେ ଢାଳି ବଞ୍ଚାଇ ପାରିବେ, କିନ୍ତୁ ଭବିଷ୍ୟତରେ ଆପଣ ନିଜର ସଂକଳ୍ପ ଫେରାଇ ପାରିବେ ଏବଂ ସେତେବେଳେ ଆପଣ ସଂକଳ୍ପ ଫେରାଇ ଆଣିବେ। ଆପଣଙ୍କ ରାଣୀକୁ ତୁରନ୍ତ ମରିଯିବେ, କିନ୍ତୁ ଗୋଟିଏ କଥା ସର୍ବଦା ମନେ ରଖନ୍ତୁ, ଏହି ସଂକଳ୍ପକୁ ଫେରାଇବା କଥା କେବେ ବି ରାଣୀକୁ କହିବ ନାହିଁ, ନଚେତ୍ ଆପଣ ଆପଣଙ୍କର ସଂକଳ୍ପ କେବେ ବି ଫେରାଇ ଆଣିବାକୁ ସମର୍ଥ ହେବ ନାହିଁ। ସର୍ବଦା ମନେ ରଖନ୍ତୁ ଯେ ଜୀବନରେ କିଛି କଥା ସବୁବେଳେ ଗୁପ୍ତ ରହିବା ଉଚିତ, କାରଣ ସେତେବେଳେ ଏହି ସବୁ ଜିନିଷ କାମରେ ଆସିପାରେ। ତାପରେ ଦେବଦୂତ ଏମିତି କହି ଅନ୍ତର୍ଧ୍ୟାନ ହୋଇଗଲେ। ତାପରେ ଚନ୍ଦ୍ରସେନ ରାଣୀଙ୍କୁ କହିଥିଲେ, ତୁମେ ବହୁତ ଥକି ଯାଇଛ, ଶୋଇ ପଡ଼ିଥିଲ, ତେଣୁ ମୁଁ ତୁମକୁ ଉଠାଇ ନଥିଲି। ରାଜକୁମାର ଚନ୍ଦ୍ରସେନ ତାଙ୍କ ରାଣୀଙ୍କ ଠାରୁ ସମସ୍ତ ଘଟଣା ଲୁଚାଇ ରଖିଥିଲେ ଯେ ସାପ ତୁମକୁ କାମୁଡ଼ିଥିଲା ବୋଲି ଏହି ତୁମେ ମରିଯାଇଥିଲ। ମୁଁ ତୁମକୁ କିପରି ଜୀବନ କରିପାରିଛି ତାହା ରାଜକୁମାର ତାଙ୍କ ପତ୍ନୀଙ୍କ ଠାରୁ ଏହି ସବୁ କଥା ଲୁଚାଇ ଦେଇଥିଲେ। ତାପରେ ଶୁଆ କହିଲା, ପ୍ରଭୁ। ତାପରେ ସେମାନେ ଦୁହେଁ ଆଗକୁ ଗଲେ। ଅନେକ ଦିନ ପରେ ସେମାନେ ଏକ ବହୁତ ସୁନ୍ଦର ସ୍ଥାନ ଦେଖିଲେ।
ଯେଉଁଠାରେ ଏକ ପକ୍ଷୀଙ୍କର କୁଡ଼ିଆରେ ଥିଲା। ଯେତେବେଳେ ସେ ସେଠାରେ ପହଞ୍ଚିଥିଲେ ଦେଖିଲେ ଯେ ଜଣେ ସୁନ୍ଦର ଯୁବକ ଫକୀର ଫୁଙ୍କା ପିଟୁଛନ୍ତି। ସେମାନେ ଦୁହେଁ ବହୁତ ଥକି ଯାଇଥିଲେ, ତେଣୁ ସେମାନେ ଫକୀରଙ୍କ ପାଖରେ ବସିଲେ। ସେହି ସମୟରେ ରାଜକୁମାର ରାଣୀଙ୍କୁ କହିଲେ, ରାଣୀ, ମୋତେ ବହୁତ ଶୋଷ ଲାଗିଲାଣି, କୂଅ ପାଖକୁ ଯାଉ ପାଣି ଆଣି। ରାଣୀ, ମୋତେ ବହୁତ ଶୋଷ ଲାଗିଲାଣି, ମୁଁ କୂଅ ପାଖକୁ ଯାଇ ପାଣି ପିଇ ଦେଉଛି। ଯଦି ତୁମେ ମଧ୍ୟ ଶୋଷ ଲାଗୁଛି ତେବେ ମୁଁ ତୁମ ପାଇଁ ଆଣି ନେଇ ଆସିବି। ତାପରେ ରାଜକୁମାରଙ୍କ କଥା ଶୁଣି ରାଣୀ କହିଲେ, ମୋତେ ଶୋଷ ଲାଗୁନାହିଁ, ତୁମେ ପାଣି ପିଇ ନିଅ ଏବଂ ତାପରେ ଫେରି ଆସ। ରାଣୀଙ୍କ ଉତ୍ତର ଶୁଣି ରାଜକୁମାର ଚନ୍ଦ୍ରସେନ କୂଅ ଆଡ଼କୁ ଚାଲିଗଲେ। ଚନ୍ଦ୍ରସେନ ପାଣି ପିଇବାକୁ ଯାଉଥିବା ବେଳେ ରାଜକୁମାରୀ ଚନ୍ଦ୍ରପ୍ରଭା ସେହି ଫକୀରଙ୍କୁ ଦେଖୁଥିଲେ। ଚନ୍ଦ୍ରପ୍ରଭା ଫକୀରଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଥିଲେ। ଅର୍ଥାତ୍ ସେହି ତାଙ୍କ ହୃଦୟ ଦେଇଥିଲେ। ରାଣୀ ଫକୀରଙ୍କୁ ପଚାରିଲେ, ଫକୀର ସାହେବ, ତୁମେ ଏଠାରେ ରହୁଛନ୍ତି? ଫକୀର କହିଲେ, ଆପଣ ମଧ୍ୟ ମୋ ସହିତ ରହିପାରିବେ, କିନ୍ତୁ ଆପଣଙ୍କ ସ୍ୱାମୀ ମଧ୍ୟ ଆପଣଙ୍କ ସହିତ ଅଛନ୍ତି। ତେବେ ମୁଁ ଆପଣଙ୍କୁ କିପରି ନିଜ ସହ ରଖିବି? ଏହାପରେ ରାଜକୁମାରୀ ଚନ୍ଦ୍ରପ୍ରଭା ଫକୀରଙ୍କ ସମ୍ମୁଖରେ ନିଜ ପ୍ରେମ ପ୍ରକାଶ କଲେ। ତାପରେ ଫକୀର କହିଲେ, ମୁଁ ତୁମକୁ ଏକ ସମାଧାନ କହିବି। ତୁମେ ତମ ସ୍ୱାମୀକୁ ସେହି କୂଅ ଭିତରକୁ ଠେଲି ଦିଅ ଯେଉଁଠାକୁ ସେହି ପାଣି ପିଇବାକୁ ଯାଉଛନ୍ତି। ତାପରେ ମୁଁ ଦେଖିବି କ'ଣ କରିହେବ। ପାଣି ପିଇବା ଚନ୍ଦ୍ରସେନ ରାଣୀଙ୍କ ପାଖକୁ ଆସିବା ପରେ ରାଣୀ କହିଲେ ଯେ, ମୋତେ ମଧ୍ୟ ଏବେ ଶୋଷ ଲାଗୁଛି, କୂଅରୁ ମୋ ପାଇଁ ମଧ୍ୟ ପାଣି ଦିଅ। ତାପରେ ରାଜକୁମାର ଚନ୍ଦ୍ରସେନ କହିଲେ, ମୁଁ ତୁମକୁ ପୂର୍ବରୁ ପଚାରିଥିଲି ଏବଂ ତୁମେ ମନା କରିଦେଲ। ଆଚ୍ଛା, ଠିକ୍ ଅଛି, ଯଦି ତୁମକୁ ଶୋଷ ଲାଗୁଛି ତେବେ ମୁଁ ଏବେ ପାଣି ଆଣି ଦେଉଛି। ତାପରେ ଚନ୍ଦ୍ରସେନ ପାଣି ଆଣିବାକୁ ଗଲେ। ତାପରେ ରାଣୀ କହିଲେ, ମୁଁ ମଧ୍ୟ ତୁମ ସହିତ ଯିବି। ବେଚରା ଚନ୍ଦ୍ରସେନ ରାଣୀଙ୍କ ପ୍ରେମରେ ପାଗଳ ଥିଲେ। ସେ କ'ଣ ଜାଣିଥିଲେ ଯେ ରାଣୀ ତାଙ୍କ ସହିତ ତାଙ୍କ ଜୀବନ ନେବାକୁ ଆସିଛନ୍ତି। ସେତେବେଳେ ରାଜକୁମାର ଚନ୍ଦ୍ରସେନ କୂଅକୁ ଯାଇ ପାଣି ଭରିବା ପାଇଁ ବାଲଟି ପକାଇଲେ। ରାଣୀଙ୍କ ତାଙ୍କ ସ୍ୱାମୀ ଅର୍ଥାତ୍ ରାଜକୁମାର ଚନ୍ଦ୍ରସେନଙ୍କୁ କୂଅ ଭିତରକୁ ଠେଲି ଦେଲେ ଏବଂ ନିଜ ଫକୀର ସହିତ ଚାଲିଗଲେ। ସେ ଫକୀର ରାଣୀଙ୍କୁ ସାଙ୍ଗରେ ନେଇ ଏକ ରାଜ୍ୟରେ ବସବାସ କରିବାକୁ ଲାଗିଲେ, ଯେଉଁଠାରେ ଦୁହେଁ ଖୁସିରେ ରହିଲେ। ଏହାପରେ ଫକୀର ରାଣୀଙ୍କୁ ନୃତ୍ୟ କରିବା ଏବଂ ଗୀତ ଗାଇବା ଶିଖାଇଲେ, ଯେପରିକି ସେ ଜଣେ ନୃତ୍ୟଶିଳ୍ପୀ ହୋଇପାରିବେ। ଧୀରେ ଧୀରେ ରାଜକୁମାରୀ ପୁରା ସହରରେ ପ୍ରସିଦ୍ଧ ହୋଇଗଲେ। ଏହି ଉପାୟରେ ରାଣୀଙ୍କ ନୃତ୍ୟ ଓ ଗୀତ ଯୋଗୁଁ ଫକୀରଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଆସିଯାଇଥିଲା। ରାଣୀ ମଧ୍ୟ ସେହି ଫକୀରଙ୍କ ସହ ମଜାରେ ରହିବା ଆରମ୍ଭ କଲେ। ଯେତେବେଳେ ରାଣୀ ତାଙ୍କ ସ୍ୱାମୀ ଚନ୍ଦ୍ରସେନଙ୍କୁ କୂଅ ଭିତରକୁ ଠେଲି ଦେଇଥିଲେ, ହଠାତ୍ ସେ କୂଅରେ ଝୁଲୁଥିବା ଏକ ଚେନ୍କୁ ଧରି ନେଇଥିଲେ ଏବଂ କୂଅରେ ଝୁଲି ରହିଥିଲେ ଏବଂ ଭଗବାନଙ୍କୁ ମନେ ପକାଇ ସେ ଭାବିବାକୁ ଲାଗିଲେ ଯେ ଏହା ହିଁ ମୋର ପ୍ରେମ ପାଇଁ ଦଣ୍ଡ କି? କିଛି ସମୟ ପରେ ସେଠାକୁ ବଞ୍ଚାରା ଏକ ସମୂହ ଆସିଲା। ସମୁଦ୍ରରୁ ଏକ ବଞ୍ଜାରା ବାଲ୍ଟିରେ କୂଅର ପାଣି ଭରିବା ପାଇଁ ସେ ବାଲଟିକୁ ଧରିଲେ। ବଞ୍ଜାରା ଏକ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ କିଏ? ରାଜକୁମାର ଚନ୍ଦ୍ରସେନ କହିଛନ୍ତି, ଭାଇ, ମୁଁ ଅସୁବିଧାରେ ଅଛି, ମୋତେ ଏଠାରୁ ବାହାର କର, ମୋ ଜୀବନ ବଞ୍ଚାନ୍ତୁ, ମୁଁ ତୁମ ଉପକାର ସାରା ଜୀବନ ଭୁଲି ପାରିବି ନାହିଁ। ତାପରେ ରାଜକୁମାରଙ୍କ ଚନ୍ଦ୍ରସେନଙ୍କ ଦୁଃଖ ଦେଖି ବଞ୍ଜାରା ଚନ୍ଦ୍ରସେନଙ୍କୁ କୂଅରୁ ବାହାର କଲେ ଏବଂ ତାପରେ ପଚାରିଲେ, ଭାଇ, ତୁମେ କିଏ? ତୁମେ କେମିତି କୂଅ ଭିତରେ ପଡ଼ିଲ? ତାପରେ ଚନ୍ଦ୍ରସେନ କହିଲେ, ଭାଇ, ମୁଁ ମୋର ଏହି ବିଷୟରେ ତୁମକୁ କେମିତି କହିବି? ମୋ ସହିତ ଯେଉଁ ଘଟଣା ଘଟିଛି, ଭଗବାନ ନ କରନ୍ତୁ ଏହା ଅନ୍ୟ କାହା ସହିତ ଘଟିତ ହେଉ। ତାପରେ ଚନ୍ଦ୍ରସେନ କହିଲେ, ଯଦି ତୁମେ ଜାଣିବାକୁ ଚାହୁଁଛ ତେବେ ମୁଁ ତୁମକୁ ମୋର କାହାଣୀ କହିବି।
ତୁମେ ଜଣେ ରାଜକୁମାର। ମୋ ବାପା ମୋତେ ରାଜ୍ୟରୁ ବହିଷ୍କାର କଲେ, ତେଣୁ ମୁଁ ମୋ ପ୍ରିୟ ପତ୍ନୀଙ୍କ ସହିତ ଏକ ଜଙ୍ଗଲରେ ପହଞ୍ଚିଥିଲି। ମୋ ପତ୍ନୀ ଏବଂ ମୁଁ ପରସ୍ପରକୁ ବହୁତ ଭଲ ପାଉଥିଲୁ। ଗୋଟିଏ ସାପ ମୋ ସ୍ତ୍ରୀକୁ କାମୁଡ଼ି ଦେଲା ଏବଂ ସେ ମରିଗଲା। ଯେତେବେଳେ ମୁଁ ମୋ ପତ୍ନୀଙ୍କ ସହିତ ମରିବାକୁ ଯାଉଥିଲି, ଜଣେ ଦେବଦୂତ ମୋ ଉପରେ ଦୟାକରି ମୋ ଉପାସନାକୁ 20 ବର୍ଷ ଆୟୁଷ ମୋ ପତ୍ନୀକୁ ଦେବା ପରେ ତାଙ୍କୁ ପୁନରୁଦ୍ଧିତ କଲେ। ତାପରେ ଆମେ ସେହି ଜଙ୍ଗଲ ଅତିକ୍ରମ କରିଗଲୁ। କିଛି ଦିନ ପରେ ଆମେ ଏପରି ଏକ ସ୍ଥାନରେ ପହଞ୍ଚିଲୁ ଯେଉଁଠାରେ ଏକ ଫକୀର ଶିବିର ଥିଲା। ମୁଁ ତୃଷ୍ଣାଗ୍ରସ୍ତ ଥିଲି। ମୁଁ ପାଣି ପିଇବାକୁ ଯାଉଥିବା ବେଳେ ସେତେବେଳେ ମୁଁ ଫେରିଲି। ମୋ ପତ୍ନୀ ମୋତେ କହିଥିଲେ ଯେ ତାଙ୍କୁ ମଧ୍ୟ ଶୋଷ ଲାଗୁଛି। ଏହି କଥା କହି ମୋ ପତ୍ନୀ ମୋର ସହିତ କୂଅରୁ ପାଣି ପିଇବାକୁ ଆସି ମୋତେ ପଛରୁ ଧକ୍କା ଦେଇଥିଲା। କୂଅରେ ଝୁଲୁଥିବା ଏକ ଚେନରେ ମୋ ହାତରେ ଆସିଲା, ଯାହା ଫଳରେ ମୁଁ କୂଅରେ ପଡ଼ି ମଧ୍ୟ ବଞ୍ଚି ଯାଇଥିଲି। ଏବଂ ତାପରେ ଯେତେବେଳେ ତୁମେ ଆସିଲ, ମୁଁ ତୁମକୁ ଡାକ ଦେଲି, ତୁମେ ମୋତେ କୂଅରୁ ରକ୍ଷା କଲ। ଏବେ ଶୁଆ କହିଲା, ପ୍ରଭୁ ଏଭଳି ଭାବରେ ରାଜକୁମାର ଚନ୍ଦ୍ରସେନ ଦୁଃଖୀ ହୃଦୟର ବଞ୍ଚାରକୁ ପୂରା କଥା କହିଦେଲେ। ଯେତେବେଳେ ବଞ୍ଚାର ତାଙ୍କ କଥା ଶୁଣି ରାଣୀଙ୍କ କର୍ମ ଶୁଣିଲେ ଏବଂ କହିଲେ ଯେ ଭଗବାନ ମଧ୍ୟ ନାରୀର ଚରିତ୍ର ବୁଝିପାରିବେ ନାହିଁ, ତେଣୁ ଜଣେ ପୁରୁଷ ଏହାକୁ କିପରି ବୁଝିପାରିବ? ସେ କହିଲେ, ଚିନ୍ତା କର ନାହିଁ, ଭଗବାନ ବହୁତ ଦୟାଳୁ, ସେ ତୁମକୁ ସାହାଯ୍ୟ କରିବେ। ତାପରେ ସେ କହିଲା ଯେ ଯଦି ତୁମେ ଚାହୁଁଛ, ତୁମେ ଆମ ସହିତ ଯେତେ ଦିନ ଚାହିଁ ରହିପାରିବ। ରାଜକୁମାର ଚନ୍ଦ୍ରସେନ ସେହି ବଞ୍ଚାରମାନଙ୍କ ସହିତ ରହିବାକୁ ରାଜି ହେଲେ। ତାପରେ ସେମାନଙ୍କ ସହାୟତାରେ କିଛି ଦିନ ପରେ ସେ ସେହି ସ୍ଥାନରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ପତ୍ନୀ ଚନ୍ଦ୍ରପ୍ରଭା ଏବଂ ଫକୀର ରହୁଥିଲେ। ରାଜକୁମାର କହିଲେ ଯେ ମୁଁ ଚାହୁଁଛି ଯେ ଆମେ ଏହି ସ୍ଥାନ କିଛି ଦିନ ରହିବା। ତାପରେ ବଞ୍ଚାର କହିଲେ, ତୁମ ଇଚ୍ଛା, ମୋ କୌଣସି ଆପତ୍ତି ନାହିଁ। ତାପରେ ରାଜକୁମାର ଚନ୍ଦ୍ରସେନ ବଞ୍ଚାରକୁ ଛାଡ଼ି ଅନ୍ୟ ଏକ ରାଜ୍ୟକୁ ଆସିଲେ। କାମ ସନ୍ଧାନରେ ବୁଲିବା ଆରମ୍ଭ କଲେ। ଜଣେ ବ୍ୟବସାୟୀ ଚନ୍ଦ୍ରସେନଙ୍କୁ ଅତ୍ୟନ୍ତ ସମ୍ମାନ ଦେଇ ତାଙ୍କୁ ନିଜର ମୁନି କରିଦେଇଥିଲେ ଏବଂ ଏହିପରି ଭାବରେ ରାଜକୁମାର ଚନ୍ଦ୍ରସେନ ତାଙ୍କ ଦିନଗୁଡ଼ିକୁ ବହୁତ ଖୁସିରେ କାଟିବାକୁ ଲାଗିଲେ। ଥରେ ରାଣୀଙ୍କ ଚନ୍ଦ୍ରପ୍ରଭାଙ୍କ ନୃତ୍ୟ ଦେଖିବାକୁ ଯାଉଥିଲା। ସହରର ସମସ୍ତ ବ୍ୟବସାୟୀ ଓ ଶ୍ରେଷ୍ଠ ସାହୁକାର ରାଜାଙ୍କ ଦରବାରରେ ପହଞ୍ଚିଥିଲେ। ରାଣୀଙ୍କ ନୃତ୍ୟ ଓ ଗୀତର ପ୍ରଶଂସା ଶୁଣିଥିବା ଚନ୍ଦ୍ରସେନଙ୍କ ମଧ୍ୟରେ ଭାବିଲେ ଯେ ମୁଁ ମଧ୍ୟ ଏହି ନୃତ୍ୟ ଦେଖିବା ଉଚିତ। ସେ ରାଜାଙ୍କ ଦରବାରରେ ଶ୍ରେଷ୍ଠଙ୍କ ସହ ପହଞ୍ଚିଥିବା ବେଳେ ରାଣୀଙ୍କ ଅପସରା ପରି ନୃତ୍ୟ କରିଥିଲେ ଏବଂ ତାଙ୍କ ମଧୁର ସ୍ୱରରେ ଅନେକ ସୁନ୍ଦର ଗୀତ ଉପସ୍ଥାପନ କରିଥିଲେ। ଏହା ଶୁଣି ସେହି ମେହଫିଲର ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସମସ୍ତେ ବହୁତ ପୁରସ୍କାର ଦେଲେ। ଏହା ସହିତ ରାଜାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପ୍ରଶଂସା କଲେ। ରାଜକୁମାର ଚନ୍ଦ୍ରସେନ ତାଙ୍କ ହାତର ମୁଦି ଯେଉଁଥିରେ ହୀରା ଥିବା ଏହାକୁ ବାହାର କରି ରାଣୀ ଚନ୍ଦ୍ରପ୍ରଭାଙ୍କୁ ପୁରସ୍କାର ଦେଇଥିଲେ। ଏହାପରେ ରାଣୀ ଚନ୍ଦ୍ରପ୍ରଭା ମୁଦିକୁ ଚିହ୍ନି ନିଜ ମନରେ ବିଚାର ଆରମ୍ଭ କଲେ, ମୁଁ ବହୁତ ଆଶ୍ଚର୍ଯ୍ୟ ଯେ ମୋ ସ୍ୱାମୀ ଜୀବିତ ଅଛନ୍ତି ଏବଂ ଏଠାରେ ପହଞ୍ଚିଛନ୍ତି। ବର୍ତ୍ତମାନ ସେ ମୋତେ ଛାଡ଼ିବେ ନାହିଁ, ତେଣୁ ମୁଁ କିଛି କରିବା ଉଚିତ ଯାହା ଦ୍ୱାରା ତାଙ୍କୁ ହତ୍ୟା କରାଯାଇପାରିବ। ସେ ତାଙ୍କ ମନରେ ଭାବିଲେ ଯେ ବର୍ତ୍ତମାନ ମୁଁ ଏଠାରେ ଏକ ମଧୁର ଗୀତ ଉପସ୍ଥାପନ କରିବି ଏବଂ ନୃତ୍ୟ କରିବି, ଯାହାଫଳରେ ରାଜା ଖୁସି ହେବେ ଏବଂ ମୋତେ କିଛି ମାଗିବାକୁ କହିବେ। ତାପରେ ମୁଁ ରାଜାଙ୍କ ଆଦେଶରେ ରାଜକୁମାର ଚନ୍ଦ୍ରସେନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଚାହିଁବି। ରାଣୀଙ୍କ ଗୀତ ଶୁଣି ରାଜା ଖୁସି ହୋଇ ଚନ୍ଦ୍ରପ୍ରଭାଙ୍କୁ କହିଲେ, ମୁଁ ତୁମ ଉପରେ ବହୁତ ଖୁସି। ତୁମେ ମୋ ଠାରୁ କ'ଣ ମାଗିବାକୁ ଚାହୁଁଛ? ତାପରେ ରାଜକୁମାରୀ କହିଲେ ଯେ ଯଦି ଆପଣ ମୋ ଉପରେ ଖୁସି ଅଛନ୍ତି, ତେବେ ପ୍ରଥମେ ମୋତେ ପ୍ରସ୍ତୁତି ଦିଅନ୍ତୁ। ମୁଁ ଯାହା ମାଗିବି ଆପଣ ମୋତେ ତାହା ଦେବେ। ତାପରେ ଚନ୍ଦ୍ରପ୍ରଭା କହିଲେ, ଏହି ସଭାରେ ମୋର ଜଣେ ଚୋର ଅଛି, ଦୟାକରି ତାଙ୍କୁ
ମୃତ୍ୟୁଦଣ୍ଡ ଦିଅନ୍ତୁ। ରାଜା କହିଲେ, ତୁମେ ଚୋରକୁ ମୋର ସାମ୍ନାକୁ ଆଣ। ରାଣୀ ଚନ୍ଦ୍ରସେନଙ୍କ ହାତ ଧରି ତାଙ୍କୁ ରାଜାଙ୍କ ସାମ୍ନାକୁ ନେଲେ। ରାଜାଙ୍କ ସୈନ୍ୟମାନଙ୍କୁ ଚୋରକୁ ଜଲ୍ଲାଦମାନଙ୍କ ନିକଟକୁ ନେଇ ଚୋରକୁ ଫାଶୀ ଦେବାକୁ ଆଦେଶ ଦେଲେ। ଏହି ସମୟରେ ଚନ୍ଦ୍ରସେନଙ୍କ ଶ୍ରେଷ୍ଠ ମଧ୍ୟ ସେଠାରେ ପହଞ୍ଚି ସେ ଚନ୍ଦ୍ରସେନଙ୍କ ପାଖକୁ ଯାଇ ପଚାରିଲେ ଯେ, ତୁମେ ଏହି ନୃତ୍ୟଶିଳ୍ପୀଙ୍କ ଠାରୁ କ'ଣ ଚୋରି କରିଛ, ଯାହା ପାଇଁ ସେ ତୁମକୁ ହତ୍ୟା କରିବାକୁ ଚାହୁଁଛି? ଚନ୍ଦ୍ରସେନ ତା ମାଲିକଙ୍କୁ କହିଲେ, ଗୁରୁ, ମୁଁ କିଛି ଚୋରି କରିନାହିଁ। ରାଜାଙ୍କୁ କୁହନ୍ତୁ, ମୁଁ କେବଳ ଦୁଇଟି କଥା କହିବାକୁ ଚାହୁଁଛି। ଏବେ ଚନ୍ଦ୍ରସେନଙ୍କ ମାଲିକ ଏହାକୁ ଶୁଣି ନିଜ ସହ ବ୍ୟବସାୟୀ ଓ ସାହୁକାରଙ୍କ ପାଖକୁ ଯାଇ ସମସ୍ତ ପରାମର୍ଶ କଲେ ଏବଂ ରାଜାଙ୍କୁ କହିଲେ ଯେ, ଆମ ମୁନିମ କୌଣସି ଚୋରି କରିନାହାନ୍ତି, ଯେ ସେ କହୁଛି ଯେ ସେ ଆପଣଙ୍କୁ ଦୁଇଟି କଥା କହିବାକୁ ଚାହୁଁଛି। ତଥାପି ଯଦି ଆପଣ ଭାବୁଛନ୍ତି ଯେ ସେ ଏକ ଅପରାଧୀ, ତେବେ ତାକୁ ଫାଶୀ ଦିଆଯିବ। ତାପରେ ରାଜା ବ୍ୟବସାୟୀଙ୍କ କଥା ଶୁଣି କହିଲେ, ଠିକ୍ ଅଛି, ମୁନିମକୁ ଡାକ। ଚନ୍ଦ୍ରସେନଙ୍କୁ ରାଜାଙ୍କ ସାମ୍ନାକୁ ଅଣାଯାଇଥିଲା ଏବଂ ରାଜା କହିଲେ, ଯାହା କହିବାକୁ ଚାହୁଁଛନ୍ତି ତାହା କୁହ। ତାପରେ ରାଜକୁମାର ଚନ୍ଦ୍ରସେନ କହିଲେ, ମହାରାଜ, ମୁଁ କ'ଣ ଦୋଷ କରିଛି ଯେଉଁଥିପାଇଁ ଆପଣ ମୋର ହତ୍ୟା ନିର୍ଦ୍ଦେଶ ଦେଇଛନ୍ତି? ତାପରେ ରାଜା କହିଲେ, ତୁମେ ଏହି ନୃତ୍ୟଶିଳ୍ପୀଙ୍କ ଚୋର। ତାପରେ ଚନ୍ଦ୍ରସେନ କହିଲେ, ମହାରାଜ, ମୁଁ ଏହି ପାପୀ ମହିଳାଙ୍କ ସ୍ୱାମୀ, ଯାହାକୁ କୂଅ ଭିତରକୁ ଠେଲି ଦେଇ ସେ ଫକୀରଙ୍କ ସହ ଏଠାକୁ ଚାଲି ଆସିଛନ୍ତି। ତାପରେ ନର୍ତ୍ତକୀ ରାଜାକୁ କହିଲେ, ମହାରାଜ, ମୁଁ ପାପୀ ନୁହେଁ, ସେ ମିଛ କହୁଛି। ମୁଁ ଜାଣେ ନାହିଁ ସେ କିଏ, ଏ ମୋ ଚୋର, ମୁଁ କେବଳ ଏମିତି ଜାଣେ। ତାପରେ ରାଜକୁମାର ଚନ୍ଦ୍ରସେନ କହିଲେ, ମହାରାଜ, ଯଦି ସେ ମୋର ପତ୍ନୀ ନୁହେଁ, ତେବେ ବାଟରେ ମୁଁ ଛାଡ଼ିଥିବା ସବୁ କିଛି ମୋତେ ଫେରାଇ ଦେବାକୁ କୁହନ୍ତୁ। ତାପରେ ଚନ୍ଦ୍ରସେନ ରାଣୀଙ୍କ ଆଡ଼କୁ ଦେଖି ସେତେବେଳେ ରାଜକୁମାରୀ ଚନ୍ଦ୍ରପ୍ରଭାକୁ ତାଙ୍କ ସମ୍ପତ୍ତି ଫେରସ୍ତ କରିବାକୁ କୁହାଗଲା, ସେ ରାଜି ହୋଇଗଲେ। ସେତେବେଳେ ଚନ୍ଦ୍ରସେନ କହିଲେ, ଆଚ୍ଛା, ବର୍ତ୍ତମାନ ତୁମେ ତୁମ ହାତରେ ପାଣି ନିଅ। ଆମର ନ୍ୟାୟ ଏହି ଦରବାରରେ ହେବ। ସେ ପାଣି ନେଇ ହାତରେ ରଖି କହିଲେ ଯେ, ବାଟରେ ମୋତେ ଯେଉଁ ଜିନିଷ ଦିଆଯାଇଥିଲା ମୁଁ ଏବେ ତାହା ଫେରାଇ ଦେଉଛି। ରାଣୀଙ୍କ ମଧ୍ୟ ପାଣି ନେଇ କହିଲେ ଯେ, ବାଟରେ ସେ ମୋତେ ଯେଉଁ ଜିନିଷ ଦେଇଥିଲେ ତାହା ମୁଁ ଫେରାଇ ଦେଉଛି। ଏବେ ସେ ହାତରେ ପାଣି ଛାଡ଼ିବା ମାତ୍ରେ ରାଣୀ ପ୍ରାଣ ତ୍ୟାଗ କରିଥିଲେ। ସେଠାକାର ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ରାଜା ଆଶ୍ଚର୍ଯ୍ୟ ହୋଇ ଚନ୍ଦ୍ରସେନକୁ କହିଲେ, ଏବେ ଏଠାରେ କ'ଣ ଘଟିଗଲା, ମୋତେ ତାହା ସ୍ପଷ୍ଟ ଭାବରେ କୁହ। ତାପରେ ରାଜକୁମାର ଚନ୍ଦ୍ରସେନ ତାଙ୍କ ଜୀବନର ସମସ୍ତ ଘଟଣାକୁ ଖୋଲାଖୋଲି ଭାବରେ ବର୍ଣ୍ଣନା କରି ନିଜ କାହାଣୀ ଆରମ୍ଭ କଲେ ଏବଂ ନିଜ ସମସ୍ତ ଘଟଣାକୁ ବର୍ଣ୍ଣନା କଲେ। ସବୁ କିଛି ଶୁଣିବା ପରେ ରାଜନ ଚନ୍ଦ୍ରସେନଙ୍କୁ ଆଲିଙ୍ଗନ କରି ତାଙ୍କ କନ୍ୟାକୁ ଚନ୍ଦ୍ରସେନଙ୍କ ସହ ବିବାହ କରିଦେଇଥିଲେ। ଶୁଆ କହିଲା, ପ୍ରଭୁ, ମୁଁ ଏହି କାହାଣୀ ଦ୍ୱାରା କହିପାରିବି ଯେ ଏହି ଦୁନିଆରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ପାପୀ ଏବଂ ଅବିଶ୍ୱାସ ଅଟନ୍ତି। ପାର୍ବତୀ କହିଲେ, ପ୍ରଭୁ, ମୁଁ ଭାବୁଛି ଶୁଆର ସତ କହୁଛି। ସମସ୍ତ ସ୍ତ୍ରୀମାନଙ୍କ ମଧ୍ୟରୁ କେବଳ ଗୋଟିଏ କିମ୍ବା ଦୁଇଟି ବିନା ନୈତିକ ମୂଲ୍ୟବୋଧ ଏବଂ ସ୍ୱଚ୍ଛତା ବିହୀନ ଗୋଟିଏ ପାଉନାହାନ୍ତି, କିନ୍ତୁ କିଛି ପୁରୁଷ ମଧ୍ୟ ଅଛନ୍ତି ଯେଉଁମାନେ ପାପୀ ଏବଂ ଅବିଶ୍ୱାସୀ ହୋଇପାରନ୍ତି। ଭଗବାନ ଶିବ କହିଲେ, ସାରି, ତୁମେ କିପରି ସିଦ୍ଧ କରିବ ଯେ ପୁରୁଷମାନେ ପାପୀ? ସାରି କହିଲା, ମୁଁ ମଧ୍ୟ ଆପଣଙ୍କୁ ଏକ କାହାଣୀ କହିବି, ଯାହା ସ୍ପଷ୍ଟ କରିଦେବ ଯେ ପୁରୁଷମାନେ ମହିଳାଙ୍କ ତୁଳନାରେ ଅଧିକ ପାପୀ ଏବଂ ଅବିଶ୍ୱାସୀ।
ଛୁଆ କହିବା ଆରମ୍ଭ କଲା, ଭଗବାନ, ଏକ ଗ୍ରାମରେ ଏକ ପରିବାର ରହୁଥିଲେ ଯେ ବହୁତ ଧନୀ ଥିଲେ ଏବଂ ସେ ଏକ ପୁଅ ଏତେ ଜୁଆରୀ ଥିଲା ଯେ ସେଠ ତାଙ୍କ ବିଷୟରେ ଭାବି ସେତେବେଳେ ଚିନ୍ତାରେ ରହୁଥିଲେ। ଦିନେ ତା ବାପାଙ୍କ ଦେହାନ୍ତ ହୋଇଗଲା। ତଥାପି ସେ ଜୁଆରେ ଖେଳିବା ବନ୍ଦ କରିଦେଇଥିଲେ। କିନ୍ତୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଖୋଲାଖୋଲି ଜୁଆ ଖେଳିବା ଆରମ୍ଭ କଲେ ଏବଂ ତାପରେ ସବୁ କିଛି ହରାଇଲେ। ତାପରେ ସେ ତାଙ୍କ ଗାଁରୁ ଦୂର ହୋଇଯାଇଥିବା ଜଣେ ସେଠାଙ୍କର ଘର ପହଞ୍ଚିଥିଲା। ସେ ସେହି ସେଠାଙ୍କୁ କହିଲେ ଯେ ମୋତେ ବହୁତ ଶୋଷ ଲାଗୁଛି, ମୋତେ ଗୋଟିଏ ଗ୍ଲାସ ପାଣି ମିଳିବ। ସେଠ ଯୁବକ ପଚାରିଲେ ଯେ ତୁମେ କିଏ, ତୁମେ କ'ଣ କର ଏବଂ କେଉଁଠାରୁ ଆସିଛ? ଏହାର ଜବାବରେ ଯୁବକ ଜଣକ କହିଲେ, ମୁଁ ଜଣେ ବ୍ୟବସାୟୀ ଏବଂ ମୁଁ ଏଠାରୁ ଯାଉଥିଲା ବେଳେ ମଧ୍ୟ ବହୁତ ଶୋଷ ହେବାରୁ ମୁଁ ଭାବିଲି ମୁଁ ପାଣି ପିଇ ଚାଲିଯିବି। ତାପରେ ସେଠ ପଚାରିଲେ ତୁମେ କ'ଣ ବ୍ୟବସାୟ କରୁଛ? ତାପରେ ଯୁବକ ଜଣକ କହିଲା ଯେ ବ୍ୟବସାୟ କରିବା ପାଇଁ ସମ୍ମାନ ଆଣୁଥିବା ସମୟରେ ମୋର ସମସ୍ତ ସାମଗ୍ରୀ ସମୁଦ୍ରରେ ଖସିଗଲା। ତେଣୁ ଯଦି ଆପଣ ମୋତେ ସାହାଯ୍ୟ କରିବେ ତେବେ ଭଲ ହୁଅନ୍ତା। ସେତେବେଳେ ସେଠ ଯୁବକ କଥା ଶୁଣିବା ତାଙ୍କ କଥାରେ ଚାଲରେ ଫସି ଯାଇଥିଲା ଏବଂ କହିଲେ, ପୁଅ, ତୁମେ ତ ଦେଖିବାକୁ ଭଲ ଅଛ ଏବଂ କିଛି ରୋଜଗାର ବି କରୁଛ। ତେବେ ମୁଁ ତୁମ ଝିଅକୁ ବିବାହ କରାଇଦେବି। କିଛି ଏବେ ଏହା ଶୁଣି ଯୁବକ ଖୁସି ହୋଇଗଲା। ବିବାହ ପାଇଁ କିଛି କହିଲେ। ଏହାପରେ ଦୁହେଁ ବିବାହ କରିଦେଲେ। ଏବେ ବିବାହ ପରେ ଯୁବକ ଜଣକ ସେଠଙ୍କ ଝିଅଙ୍କୁ ସାଙ୍ଗରେ ନେଇ ଯାଉଥିବା ବେଳେ ସେଠାରେ ଏକ ଜଙ୍ଗଲ ଆସିଲା। ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ କହିଲେ, ଦେଖ, ଆମେ ବର୍ତ୍ତମାନ ଜଙ୍ଗଲରେ ଅଛୁ। କୌଣସି ଚୋର ତୁମକୁ ଗହଣା ଚୋରି କରିପାରେ। ମୋତେ ତୁମର ସମସ୍ତ ଗହଣା ଦେଇଦିଅ, ଯାହାଦ୍ୱାରା ତୁମର ଗହଣା ସବୁ ସୁରକ୍ଷିତ ହୋଇ ରହିପାରିବ। ଏହାପରେ ଯୁବକ ଜଣକ ନିଜ ପତ୍ନୀଙ୍କର ଗହଣାକୁ ଏକ କପଡ଼ାରେ ବାନ୍ଧି ଦେଇଥିଲେ ଏବଂ ପରେ ସେମାନେ ଜଙ୍ଗଲରେ ଆରାମରେ ଚାଲିବାକୁ ଲାଗୁଥିଲେ। ସେହି ଯୁବକ ମନରେ ଆଗକୁ ଲୋଭ ଥିଲା। ସେ ତାଙ୍କ ମନରେ ଭାବିଲେ ଯେ ମୁଁ କେବଳ ଟଙ୍କା ପାଇବା ତାଙ୍କ ବିବାହ କରି କିଛି ଏବଂ ମୁଁ ଟଙ୍କା ପାଇଲି। ସେଥିପାଇଁ ସେ ପ୍ରଥମେ ରାଣୀଙ୍କ ସହ ଯେଉଁ ଦାସୀ ଆସିଥିଲେ ସେହି ଯୁବକ ପ୍ରଥମେ ସେ ଦାସୀର ହତ୍ୟା କରିଦେଲେ ଏବଂ ତାପରେ ସେହି ତାଙ୍କ ପତ୍ନୀକୁ କୂଅରେ ଠେଲି ଦେଇଥିଲେ ଓ ସେ ଭାବିଲେ ଯେ ସେହି ପାଣିରେ ବୁଡ଼ି ମରିଯିବ। ଜଣେ ବ୍ୟକ୍ତି ସେହିଠାରୁ ଯାଉଥିବା ବେଳେ ଜଣେ ମହିଳାଙ୍କ ସ୍ୱର ଶୁଣିବାକୁ ପାଇଲା। ମହିଳାଙ୍କୁ କୂଅ ଭିତରୁ ବାହାର କରିଥିଲେ। ତାପରେ କୂଅରୁ ବାହାରକୁ ଆସିବା ପରେ ମହିଳାଙ୍କୁ ଜଣକ ତାଙ୍କ ସମସ୍ତ ସୂଚନା ଦେଇ ବ୍ୟକ୍ତିଙ୍କୁ ଦେଇଥିଲେ ଏବଂ ସେହି ବ୍ୟକ୍ତି ଜଣକ ମହିଳାଙ୍କୁ ତାଙ୍କ ବାପାଙ୍କ ଘରକୁ ନେଇ ଯାଇଥିଲେ। ଘରକୁ ଯାଇ ସେ ତାଙ୍କ ବାପାଙ୍କୁ କହିଲେ ଯେ କିଛି ଚୋର ଆମକୁ ଆକ୍ରମଣ କରିବା। ପ୍ରଥମେ ଦାସୀର ହତ୍ୟା କଲେ, ମୋତେ କୂଅ ଭିତରକୁ ଠେଲି ଦେଲେ ଏବଂ ସ୍ୱାମୀଙ୍କ ବିଷୟରେ ମୁଁ କିଛି ଜାଣିନାହିଁ। ଝିଅର କଥା ଶୁଣି ସେଠଜୀ କହିଲେ, କିଛି ଅସୁବିଧା ନାହିଁ, ଭଗବାନ ସବୁ କିଛି ଠିକ୍ କରିଦେବେ। ଏବେ ମୁଁ କହୁଛି ପ୍ରଭୁ, ଏହି ଦୁନିଆର ଉଭୟ ପୁରୁଷ ଓ ମହିଳା ଅବିଶ୍ୱାସୀ ଓ ପାପୀ ହୋଇପାରୁଛନ୍ତି। ବର୍ତ୍ତମାନ ଆପଣ ବି ବିଚାର କରନ୍ତୁ। ଏବେ ଶୁଆ ଏବଂ ଶାରୀ କାହାଣୀ ଶୁଣି ଭଗବାନ ଶିବ କହିଲେ, ଠିକ୍ ଅଛି ଶୁଆ ଏବଂ ଶାରୀ, ମୁଁ ତୁମ କାହାଣୀକୁ ଧ୍ୟାନର ସହ ଶୁଣିଛି। ବର୍ତ୍ତମାନ ମୁଁ ତୁମ ମନକୁ ବିଚାର କରି କହୁଛି ଯେ ଏହି ଦୁନିଆରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ପ୍ରକୃତ କିଛି ଅଧିକ ପାପୀ ଏବଂ ଅବିଶ୍ୱାସ। ଭଗବାନ ଶିବ ଉତ୍ତର ଦେଲେ, ଏଥିରେ କୌଣସି ସନ୍ଦେହ ନାହିଁ। ଏହାର ସତ୍ୟ ଯେ ମନୁଷ୍ୟ ଚିନ୍ତାଧାରା ତାକୁ ସ୍ତରରୁ ତଳକୁ ନେଇ ଯାଇପାରେ ଏବଂ ସେ ଜଣେ ପାପୀ ଏବଂ ବିଶ୍ୱାସଘାତୀ ହୋଇପାରେ। ସେ ଜଣେ ମହିଳା ହୁଅନ୍ତୁ କିମ୍ବା ପୁରୁଷ, କୌଣସି ପ୍ରକାର ପାପ କରିବା ପୂର୍ବରୁ ସେ ଠିକ୍ କିଛି ନାହିଁ ଚିନ୍ତା କରିବା ଉଚିତ। ସେଥିପାଇଁ ପାପୀ ଓ
ଓ ଅବିଶ୍ୱାସଘାତୀର କୌଣସି ବର୍ଗ ବା ଜାତି ନଥାଏ। ବାସ୍ତବରେ ମଣିଷ ଚିନ୍ତାଧାରାକୁ ସ୍ତରରୁ ତଳକୁ ଯାଇପାରେ ଏବଂ ଏହା ହିଁ ତାଙ୍କୁ ପାପୀ ଏବଂ ଅବିଶ୍ୱାସଘାତକ ବନାଇ ଦିଏ।